ଯେତେବେଳେ ଆପଣ ହେଲ୍ଥ ଇନ୍ସୁରାନ୍ସ ପଲିସି ନେଉଛନ୍ତି one crucial factor to understand is the room rent cap. So let's know about room rent cap. For example, ଆପଣଙ୍କ ପାଖରେ 10 ଲାଖର ହେଲ୍ଥ ଇନ୍ସୁରାନ୍ସ ପଲିସି ଅଛି। ବର୍ତ୍ତମାନ ଆପଣଙ୍କୁ ହସ୍ପିଟାଲାଇଜେସନର ରିକ୍ୱାରମେଣ୍ଟ ହେଲା, ଆପଣ ଗଲେ ରୁମ୍ ନେଇକରି ଏଡମିଟ୍ ହେଇଗଲେ, ବଟ୍ ସେ ରୁମ୍ର ଗୋଟେ ଦିନର ଭଡ଼ା 10,000ରୁ ଅଧିକା ହେବା କଥା ନାହିଁ, ଯାହାକୁ କୁହାଯାଏ ରୁମ୍ ରେଣ୍ଟ କ୍ୟାପ୍, ଯାହାକି ଆପଣଙ୍କର ଟୋଟାଲ ସମ୍ ଇସ୍ୟୁର 1% ହେଇଥାଏ। ବର୍ତ୍ତମାନ ଆପଣଙ୍କୁ ଲାଗୁଥିବ ସେଥିରେ କ'ଣ ଅଛି, ଯଦି ମୋତେ 5 ଦିନ ଏଡମିଟ୍ ହେବାର ଅଛି 10,000 ଜାଗାରେ ମୁଁ 12,000 ରୁମ୍ ନେଇଯିବି, 5 ଦିନରେ 2,000 ହିସାବରେ 10,000 rupees ମୁଁ ମୋ ନିଜ ପକେଟରୁ ଦେଇଦେବି, ବାକି ସବୁ କ୍ଲେମ୍ ସେଟଲମେଣ୍ଟ ହେଇଯିବ। ବର୍ତ୍ତମାନ ଆସିବ ଟ୍ୱିଷ୍ଟ, ଯଦି ଆପଣଙ୍କର ଟୋଟାଲ ଏକ୍ସପେଣ୍ଡିଚର ହେଉଛି 7 ଲାଖ rupees, ତ ମେଡିକାଲ ବିଲ୍ରେ ସିଧା ସିଧା ଲେଖା ହେଇଥିବ ମେଜରଲି ଏକ୍ସପେନ୍ସେସ୍ ଲିଙ୍କ ୱିଥ୍ ଦ ରୁମ୍ ରେଣ୍ଟ କ୍ୟାପ୍। ମିନ୍ସ ଆପଣ 12,000 ରୁମ୍ ନେଲେ, ଆପଣଙ୍କର ରୁମ୍ ରେଣ୍ଟ କ୍ୟାପ୍ ହେଉଛି 10,000, କ୍ଲେମ୍ ମିଳିବ 10,000 ହିସାବରେ, ତ 83% କ୍ଲେମ୍ ମିଳିଲା। ତ କମ୍ପାନୀ କ'ଣ କରେ, ଆପଣଙ୍କର 7 ଲାଖର ବିଲ୍ର 83% କ୍ଲେମ୍ ଆପଣଙ୍କୁ ଦେବ। ମିନ୍ସ 7 ଲାଖରୁ 5,80,000 ଆପଣଙ୍କୁ ଦେବ, 1,20,000 ଆପଣଙ୍କୁ ନିଜକୁ ପେମେଣ୍ଟ କରିବା ପାଇଁ ପଡ଼ିବ। ସେଥିପାଇଁ ଆପଣଙ୍କର ପଲିସିରେ କୌଣସି ବି ରୁମ୍ ରେଣ୍ଟ ଲିମିଟ୍ ରଖିବା ଦରକାର ନାହିଁ। ଅଫକୋର୍ସ ଟିକେ ପ୍ରିମିୟମ ଅଧିକା ଆସିବ, ଦେଇ ଦିଅନ୍ତୁ, ଶାନ୍ତିରେ ରହିବେ। ଆପଣଙ୍କ ପାଖରେ ଚଏସ୍ ରହିବା ଦରକାର, ଆପଣ ଏସି ରୁମ୍ ନିଅନ୍ତୁ, ନନ୍ ଏସି ରୁମ୍ ନିଅନ୍ତୁ, ଡିଲକ୍ସ ନିଅନ୍ତୁ, ସୁଇଟ୍ ନିଅନ୍ତୁ, ପ୍ରେସିଡେନ୍ସିଆଲ ସୁଇଟ୍ ନିଅନ୍ତୁ।